ପିଲାମାନେ ଆସ ଆଜି ମୁଁ ତୁମମାନଙ୍କୁ କହିବି ଆଈମା କାହାଣୀ। ମଣ୍ଟୁ, ଚିଣ୍ଟୁ ଓ ସମା ଆଈଙ୍କ ପାଖରେ ବସି ଗପ ଶୁଣିବାକୁ କହିଲେ। ଆଈ କହିଲେ, ଜାଡ଼ବାବୁଙ୍କ କଥା କହିବି। ଦେଖ ଜାଡ଼ବାବୁ କିପରି ଫୁଲ୍ ପ୍ୟାଣ୍ଟ, କୋଟ୍, ହାତରେ ଗ୍ଲୋଭ୍ସ, ଗୋଡ଼ରେ ମୋଜା, ମୁଣ୍ଡରେ ଟୋପି, ମଫଲର ଲଗାଇ ଆସିଛନ୍ତି। ତୁମେ ସବୁ କେବଳ ଖଣ୍ଡେ ଖଣ୍ଡେ ପିନ୍ଧିଛ। ତୁମକୁ ଶୀତ ଲାଗୁଛି ନା? ଶୀତ ଋତୁରେ ସମସ୍ତେ ଜାଡ଼ବାବୁଙ୍କ ପରି ପୋଷାକ ପିନ୍ଧିଲେ ଶୀତ ହେବ ନାହିଁ। ଶୀତ ଋତୁରେ ସବୁଜ ପନିପରିବା ଓ କମଳା, ଅଙ୍ଗୁର, ନାସପାତି ଆଦି ଫଳ ମିଳେ। ଲୋକମାନେ ଗରମ ଓ ତଟକା ଖାଦ୍ୟ ଖାଆନ୍ତି। ଏସବୁ ଖାଇଲେ ଦେହ ସୁସ୍ଥ ରହିବ। ଶୀତ ଋତୁ ପରେ ଗ୍ରୀଷ୍ମ ଋତୁ ଆସେ। ଦେଖ ଜଣେ ବାବୁ ଆସିଛନ୍ତି। ଖରାରେ ତାଙ୍କ ମୁଣ୍ଡ ବିନ୍ଧୁଛି। ଦେହରୁ କିପରି ଘମ ଘମ ଝାଳ ବାହାରୁଛି। ତାଙ୍କ ନାମ ଘମ ଘମ ବାବୁ। ସେ କିପରି ଖଣ୍ଡେ ପତଳା କୁର୍ତ୍ତା ପିନ୍ଧିଛନ୍ତି। ଏହି ଋତୁରେ ସମସ୍ତେ ହାଲୁକା ପୋଷାକ ପିନ୍ଧନ୍ତି। ସରବତ, ଲସି, ଦହି ପାଣି ପିଅନ୍ତି ଓ ତରଭୁଜ, ଆମ୍ବ, ଲିଚୁ, ଜାମୁକୋଳି ପ୍ରଭୃତି ଖାଆନ୍ତି। ତୁମେ ଗ୍ରୀଷ୍ମ ଋତୁ ଆସିଲେ ଏସବୁ ଜିନିଷ ଖାଇବ। ଦେହ ଓ ମନ ଭଲ ରହିବ। ଆଈ କହିଲେ, ଆଜି ପାଇଁ ଗପ ଏତିକି। ଫୁଲ ଫୁଟେ କେତକୀ। ମଣ୍ଟୁ କହିଲା, ଆଈ ବହୁତ ମଜା ଲାଗିଲା। ଆଈ କହିଲେ, ତୁମେ ସବୁ ମନ ଲଗାଇ ପାଠ ପଢ଼ିଲେ ବହୁତ କଥା ଜାଣିବ। ସମସ୍ତେ ଖୁସି ହେଲେ ଓ ପାଠ ପଢ଼ିବାକୁ ଗଲେ। ତ ପିଲାମାନେ, ଏଇ ଥିଲା ଆଈ ମାଙ୍କ କାହାଣୀ।